ବଇଁଶୀଟା ବି ଭଲ ମାନୁନି। ମୁଁ ଯାହା ଦେଖୁଛି ଅପା ଚାକିରି କଲା ପରଠୁ ତାର ଟିକେ ବି ସମୟ ଜ୍ଞାନ ନାହିଁ। 3 ଦିନ ତଳେ ଏମିତି ହଇରାଣ କଲା ଯେ ପୁରା ଗାଡା ବାସ୍ ଭୋକରେ ଦେହଟା କଣ ହେଇଯାଉଛି। ଆଉ ଆସୁ ଯେତେବେଳେ ଆସୁ ମୋ ଉପରେ ରାଗିଛୁ? କ'ଣ କରିବି କହ? ପ୍ରାଇଭେଟ ଚାକିରି ମୁଁ ଠିକ୍ ସମୟରେ ଡ୍ୟୁଟି ନ କଲେ ସେମାନଙ୍କୁ ଚାକିରି ବାବୁ କରିଦେବେନି। ମୁଁ କାହିଁକି ତୋ ଉପରେ ରାଗିବି ଯେ? ତୁ ଆସିବାରେ ଏମିତି କେତେ ଡେରି ହେଇଛି କି? ମୁଁ କିଛି ବୁଝିପାରୁନି। ମୁଁ ସବୁ ଜାଣିଛି। ସତର୍କର ଭୋକ ହୁଏ ଏ ଘରେ ବଂଶୀର ସ୍ତର ବି ବନ୍ଦ ହେଇଯାଏ। ଆଉ କହିଲେ ସେ ବଂଶୀଟା ବି ନୀରବ ହେଇଯାଏ। ए सिस्टर दीदी ये के ଇଏ ମୋ ଗୋଟିଏ ବୋଲି କେନ୍ଦ୍ର ଭାଇ ମୋ ଶୂନ୍ୟ ଭାଇ ମୋ ରଜା ଭାଇ। ଏ ଅପା ଆମ ଘରକୁ କିଏ ଆସିଛନ୍ତି କି? ଆମ ଘରେ କୁଣିଆ ଆସିଛନ୍ତି। କୁଣିଆ? ଏଠି ସେ ଆମ ଘରକୁ ସବୁଦିନ ଆସିବେ। ଏ ଅପା ସେ ଯଦି ଆମ ଘରକୁ ସବୁଦିନ ଆସିବେ ତାହେଲେ କୁଣିଆ କେମିତି ହେଲେ? ଛୋଟ ପିଲାମାନେ ସବୁ କଥା ମୂଳ କରିବା ଉଚିତ ନୁହେଁ। ଏ ଅପା ତୁ ପରା ମତେ କହିଥିଲୁ ଏଇ 10 ତାରିଖ ଦିନ ମତେ 24 ପୁରିକି 25 ଚାଲିବ। ତାହେଲେ ଛୋଟ ପିଲା ହେଇକି କେମିତି? ତତେ 25 ଚାଳି 25 ଚାଲିବି ସବୁଦିନ ପାଇଁ ମୋ ପାଖରେ ଛୋଟ ପିଲା ହେଇଗଲି ବୁଝିଲୁ? ତତେ କଣ କହୁନି ଏଇଟା ମୁଁ ସାଇ ସାଇ ଖାଇବା ନାହିଁ। ଚିହ୍ନା ନାହିଁ ଜଣା ନାହିଁ ଏଗୁଡ଼ା ଶାଶୁଟେ ଏକା କଲାଣି। ମୋ ଅପା ଏବେ 3ଟା ନା କହିଲେ ତତେ କଣ ଶୁଭିଲାନି? ଗେଲା ସୁନା ରାଜା ତତେ ଯୋଉଟା ଭଲ ଅଛି ସେଇଟା ମନା। गेला सुना राजा कोडा डाकिरी हां तो ना राजा मुझे राजा डाकिरी ଆଲୋ ତୋ ନାଁଟା କଣ? मोना 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 रानी तो ना राजा मोना रानी राजा रानी ଏ ରାଣୀ हाँ ତୋ ଘର କୋଉଠି? मो घर कोठी 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 हाँ मन पड़ बहुत बड़ा घर से घर भीतर बहुत खट पड़थिबो खट ऊपर केवल जणे शोइथिबो खट बाटे पानी टंगा हिथिबो से पानी सब छुंचिरे पिउथिबी जे चित्कार करबा ता गोड़ हाथ बांधि दिया जिवो 3-4टा धोला राक्षस पानी बसिले घंटा फुटी ता देह सारा रक्त करदेबे तापरे समस्त चुप ଯେ ସବୁ ପାଣି ପିଉଥିବେ ଧଳା ରାକ୍ଷସ କଣ୍ଟାରୁ ଏଇଟା ଏମିତି ସବୁ କଣ ଗପି ଅଛି? ଆଲୋ କଣ ଗୋଟେ ଫୁଟିଲା? ଆଲୋ କଣଟା ଫାଟିଗଲା? ଏ ରାଣୀ ତୁ କୋଉଠି? ଆଲୋ କେମିତି ଦେଖିବି? ମୋ ପରା ଅନ୍ଧଟା। ସମୟ ମତେ ଅନ୍ଧ କରିଦେଇଛି। ଭଗବାନ ମତେ ଅନ୍ଧ କରିଦେଇଛନ୍ତି। ଭଗବାନଙ୍କ ଲୀଳା ବଡ଼ ବିଚିତ୍ର ଲୋ। ତୁ ମାରିଥିବା ଟୀକାର ସିରା ତୋ ପାଖକୁ ଫେରି ଆସିବ ହେଲେ ତାଙ୍କର କିଛି କ୍ଷତି ହବନି। କଷ୍ଟ ହବନି କେମିତି? ଆଲୁ ଅନ୍ଧାରର ଫରକ କଣ ଜାଣିପାରୁନି। ଚାରିଆଡେ ତଳା କିଟମିଟ ଅନ୍ଧାର। ବାହାର ଦୁନିଆର କଣ ସେଟା ଜାଣିପାରୁନି ବୋଲି ମୋ ପାଇଁ ଦିନ କଣ ରାତି କଣ ସବୁ ସମାନ। ଚାଳ ଉପରେ କୁଆ ରବିଲେ ମୁଁ ଜାଣେ ରାତି ପାହିଲା। ମନ୍ଦିରରେ ଘଣ୍ଟ ବାଜିଲେ ମୁଁ ଜାଣେ ସଞ୍ଜ ହେଲା। ଆଉ ମୋ ଅପା ମତେ ଯେତେବେଳେ ଗୁଣ୍ଡା ଗୁଣ୍ଡା କରିକି ଖୁଆଇ ଦିଏ ନା ମତେ ଲାଗେ ଠାକୁର ଯେମିତି ମୋ ପାଟିରେ ଅମୃତ ଢାଳୁଛନ୍ତି। ଆଉ ମୋ ଅପା ଯେତେବେଳେ ସବୁଠୁ ଅଧିକ ଖୁସି ଥାଏ ନା ଲାଗେ ଯେମିତି ଭଗବାନ ମୋ ଅଞ୍ଜଳିରେ ସବୁ ଖୁସି ଅଜାଡ଼ି ଦଉଛନ୍ତି। ମୁଁ ଭାବିଲି କେହି କାହାକୁ ଚିହ୍ନ ଦେବ ଚୁପଚାପ ହେଇ ବସିଥିବ ହେଲେ ଏଠି